नमस्कार आउ थे मु आपण मानक आम ओडिया सब स्कूल पाठ स्वागत करुच्छे। आज गुरुवार 23 तारीख अक्टोबर 2025 आम देखु कि द सेकंड बेस्ट ऑप्शन द्वितीय सर्वोच्च विकल्प चलतु यह अधिक रूपे जानिबा पूर्वे आमे निजको समर्पण करी ताहांक मधुर नामरे आमे प्रार्थना करिबा। हे आम्भमानक सर्वशक्ति सर्वज्ञानी प्रेमर सागर दयामय अंतर्जमे अनुग्रह परम पिता धन्यवाद करुछु। वर्तमान जो सब स्कूल पाठ आम ध्यान करने को जाऊँ जेपरिक सही सब स्कूल पाठ आम बुझीपर एम बुद्धि ज्ञान शक्ति परिपूर्ण कर आम पाप सब तुम से बहुमूल्य रक्त परिष्कार रूपे धोई दि विशेष भाव से पवित्र आत्मा द्वारा आम को परिचालन कर यही प्रार्थना यीशु नाम में अच्छी सुनि ग्रहण कर आमेन। बंधु आज आम आलोचना करने को जाऊँ द्वितीय सर्वोत्तम विकल्प बा द सेकंड बेस्ट ऑप्शन। आज विशेष भाव देखा यात्रा पुस्तक 17:7-13 जीवशय 6:16-15-20 आम एठी पाउछु दुईटी युद्धर कहानी मध्यरे एक समानता पाई अछि कि नहीं आ से माने किपरि फरक देखांती ताहा विषय आम देखुछु। बंधु यात्रा पुस्तक 17 रे लिखा जाइछि कि इस्राएल प्रथम थर युद्ध करथिले जेउठारे इस्राएली माने आमादीय मानक विरुद्ध रे निजको रक्षा करथिले बोली आमे देखुछु। इस्राएल मिसरी मानक कष्ट देवा एवं इस्राएली मानक स्वाधीनता आड़को नहीं जिबारे परमेश्वर सर्वशक्तिमान शक्ति देखिथिले। देखिछु जे इस्राएल परमेश्वर प्रारंभिक योजना रे अन्य लोकों विरुद्ध युद्ध अंतर्भुक्त नथिला जहाँ आम यात्रा पुस्तक 23 तार 28 यात्रा पुस्तक 33:2 रे देखुछु। किंतु मिस्र रु मुक्ति पाइबार किछि समय परे आम देखु बंधु इस्राएली माने रास्ता रे बचसा करने को आरंभ कले जहा यात्रा 17:3 रे देखुछु। एपरिक से परमेश्वर उपस्थिति उपरे प्रश्न उठिथिला। एही मुहूर्तरे आमालेक इस्राएल विरुद्ध रे युद्ध करने को आसीथिले बोली आमे देखुछु। यह कौनसी घटनाक्रम नथिला बंधु परमेश्वर आमालेकीय मानकु इस्राएलिय उपरे आक्रमण करने को अनुमति देइथिले जहा द्वारा इस्राएल माने पुनर्बार तांको उपरे भरोसा करने को शक्ति पाई पारिबे। बंधु तांको नीति सहित आपत्ति न करी परमेश्वर तांको लोक माने जो स्तर को अछंती सेठारे से मानको निरंतर आदर्श योजना फेराई आणुछंती। ईश्वरीय हस्तक्षेप संपूर्ण एवं अंशरक्षित विश्वास प्रकृत युद्धर विजय जहाँ आम द्वितीय विवरण 20 आम देखुଛୁ। बंधु केवल 40 वर्षर प्रांतर अभिज्ञात पर दिया जाइथिला जहाँ इस्राएल अविश्वास द्वारा मध्य होइथिला।
ନୂତନ ପରିସ୍ଥିତି ନୂତନ ରଣନୀତି ଦାବି କରିଥିଲା ଏବଂ ସେତେବେଳେ ହିଁ ପରମେଶ୍ୱର ଇସ୍ରାଏଲକୁ କିନାନ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବାକୁ କହିଥିଲେ ବୋଲି ଆମେ ଦେଖୁଅଛୁ, ଯାହା ଲେଖାଯାଇଛି ଦ୍ୱିତୀୟ ବିବରଣ 20:16-18। ବନ୍ଧୁ, ଇସ୍ରାଏଲ ସନ୍ତାନମାନଙ୍କ ପାଇଁ ଯୁଦ୍ଧ ଏବଂ ଆବଶ୍ୟକତା ହୋଇଗଲା ଏବଂ ଏହା ମଧ୍ୟ ଯେହୋବାଙ୍କ ପ୍ରତି ସେମାନଙ୍କର ଅନୁଗତ୍ୟର ପରୀକ୍ଷା ହୋଇଥିଲା। ପରମେଶ୍ୱର ସେମାନଙ୍କୁ ହାର ମାନି ନ ଥିଲେ କିନ୍ତୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳତା ଅନୁଭବ କରି ତାଙ୍କ ଶକ୍ତିକୁ ସାକ୍ଷୀ ଦେବାକୁ ଦେଇଥିଲା। ବନ୍ଧୁ, ଇସ୍ରାଏଲମାନଙ୍କ ବିଷୟରେ ଅଂଶଗ୍ରହଣ ପୁସ୍ତକ ଦେଶରେ ଜିହୋଶବଙ୍କ ଦ୍ୱାରା ଆଙ୍କିତ ନିଷ୍କର୍ଷର ସ୍ପଷ୍ଟ ହୁଏ ଯେ ଏଠାରେ କିନାନ୍ୟମାନେ ଇସ୍ରାଏଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ବୋଲି କୁହାଯାଇଛି, ଯାହା ଜିହୋଶୟ 24:11 ଆମେ ଦେଖୁଛୁ। ଯଦିଓ ଜିରିହର ପ୍ରାଚୀର ଭୁଷୁଡ଼ି ପଡ଼ିଲା, ଏକ ଦିବ୍ୟ ବା ଈଶ୍ୱରୀୟ ଆଶ୍ଚର୍ଯ୍ୟଜନକ କାର୍ଯ୍ୟର ଫଳାଫଳ ଥିଲା। ଇସ୍ରାଏଲ ଲୋକମାନଙ୍କୁ ଯୁଦ୍ଧରେ ସକ୍ରିୟ ଭାବରେ ସାମିଲ ହେବାକୁ ପଡ଼ିଥିଲା ଏବଂ ନଗରର ବାସିନ୍ଦାଙ୍କୁ ଯୁଦ୍ଧର ପ୍ରତିରୋଧ ସମ୍ମୁଖୀନ ହେବାକୁ ପଡ଼ିଥିଲା। ସଶସ୍ତ୍ର ସଂଘର୍ଷରେ ଇସ୍ରାଏଲର ଅଂଶଗ୍ରହଣ ଯେହୋବାଙ୍କ ସାହାଯ୍ୟରେ ନିରନ୍ତର ବିଶ୍ୱାସ ବିକଶିତ କରିବାର ଏକ ଉପାୟ ହୋଇଥିଲା। ତଥାପି ଲୋକମାନଙ୍କୁ ସର୍ବଦା ସ୍ମରଣ କରାଯାଇଥିଲା ଯେ ଜିହୋଶୟ 7:12-13, ଜିହୋଶୟ 10:8 ପ୍ରତ୍ୟେକ ଯୁଦ୍ଧର ଫଳାଫଳ ଶେଷରେ ପ୍ରଭୁଙ୍କର ହାତ ଥିଲା ବୋଲି ଆମେ ଦେଖୁଅଛୁ ଏବଂ ସେମାନେ ଏକ ସାମରିକ ସଂଘର୍ଷର ଫଳାଫଳକୁ ପ୍ରଭାବିତ କରିପାରିବାର ହାତରେ ଥାଏ ଏବଂ ସେମାନେ ଏକ ସାମରିକ ସଂଘର୍ଷରେ ପ୍ରଭାବିତ କରିପାରେ ଏକମାତ୍ର ଉପାୟ ହେଉଛି ପ୍ରଭୁଙ୍କ ପ୍ରତିଜ୍ଞା ପ୍ରତି ସେମାନଙ୍କର ବିଶ୍ୱାସ ମନୋଭାବ କିମ୍ବା ଅବିଶ୍ୱାସ ପସନ୍ଦ ସେମାନଙ୍କୁ ନିଯୁକ୍ତ କରିଥିଲା। ବନ୍ଧୁ, ଆମେ ଦେଖୁଛୁ ଯେ ଇସ୍ରାଏଲ ପ୍ରଜାମାନଙ୍କୁ ପରମେଶ୍ୱର କିପରି ସେମାନଙ୍କୁ ଶିକ୍ଷା ଦେବା ପାଇଁ ଚାହୁଁଥିଲେ। ବନ୍ଧୁ, ବିଦ୍ରୋହ ଏବଂ ଧର୍ମତ୍ୟାଗ ଦ୍ୱାରା ମନୁଷ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ହରାଇଲା। ତାର ଅଧିକାର ନୁହେଁ, କାରଣ ପରମେଶ୍ୱରଙ୍କ ପ୍ରିୟ ପୁତ୍ରଙ୍କ ଠାରେ ନିବେଶିତ ନେବା ବ୍ୟତୀତ ତାର କୌଣସି ମୂଲ୍ୟ ରହିପାରିବ ନାହିଁ। ବନ୍ଧୁ, ଏହି କଥାକୁ ବୁଝିବାକୁ ହେବ ଯେ ସେ ସେହି ସୁବିଧା ଗୁଡ଼ିକ ହରାଇଲେ ଯାହାକୁ ପରମେଶ୍ୱର ତାଙ୍କ ଦୟାରେ ତାଙ୍କୁ ଏକ ମାଗଣା ଦାନ ଭାବରେ ପ୍ରଦାନ କରିଥିଲେ। ତାଙ୍କ ଉଦ୍ଦେଶ୍ୟ ଏବଂ ତାଙ୍କ ମହିମାକୁ ଆଗକୁ ବଢ଼ାଇବା ପାଇଁ ଏବଂ ତାଙ୍କ ଦ୍ୱାରା ନିର୍ମିତ ଯେଉଁ ପ୍ରାଣୀମାନଙ୍କର ଲାଭ ପାଇଁ ବ୍ୟବହାର କରାଯାଇପାରିବ, ଏଥିପାଇଁ ଏକ ଧନ ଯେଉଁ ମୁହୂର୍ତ୍ତରେ ପରମେଶ୍ୱର କାରିଗରୀ ପରମେଶ୍ୱରଙ୍କ ରାଜ୍ୟରେ ନିୟମ ପାଳନ କରିବାକୁ ମନା କଲା, ସେହି ମୁହୂର୍ତ୍ତରେ ସେ ପରମେଶ୍ୱରଙ୍କ ସରକାରଙ୍କ ପ୍ରତି ଅବିଶ୍ୱସ୍ତ ହରାଇଲେ ଏବଂ ସେ ନିଜକୁ ସମସ୍ତ ଆଶୀର୍ବାଦ ପାଇବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ କରିଦେଲେ, ଯାହା ଦ୍ୱାରା ପରମେଶ୍ୱର ତାଙ୍କୁ ଅନୁଗ୍ରହ କରିଥିଲେ ବୋଲି ଆମେ ଦେଖୁଅଛୁ, ଯାହା ଇସ୍ରାଏଲ ପ୍ରଜାମାନଙ୍କଠାରେ ଘଟିଥିଲା। ବନ୍ଧୁ, ମଣିଷ ଅପରାଧ ଦ୍ୱାରା ନିଜକୁ ଈଶ୍ୱରଙ୍କ ଠାରୁ ବିଚ୍ଛେଦ କରିଛି। ଏହା ମାନବ ଜାତିର ସ୍ଥିତି ଅଛି ବା ଏହା ମାନବ ଜାତିର ସ୍ଥିତି। ତାପରେ ସେ ଆଉ ପବନର ନିଶ୍ୱାସ, ସୂର୍ଯ୍ୟ କିରଣ କିମ୍ବା ଖାଦ୍ୟରେ ଏକ କଣିକା ପାଇବାର ଯୋଗ୍ୟ ନଥିଲା।
ଏବଂ ମନୁଷ୍ୟକୁ ବିନାଶ ନ କରିବାର କାରଣ ହେଉଛି ଯେ ପରମେଶ୍ୱର ତାଙ୍କୁ ଏତେ ପ୍ରେମ କରୁଥିଲା ଯେ ତାଙ୍କ ପ୍ରିୟ ପୁତ୍ରକୁ ସେ ଦାନ କଲେ। ଯେପରି ତାଙ୍କ ପ୍ରିୟ ପୁତ୍ର ଦାନଙ୍କ ଦ୍ୱାରା ଏହି ମନୁଷ୍ୟ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବ। ବନ୍ଧୁ, ଖ୍ରୀଷ୍ଟ ମନୁଷ୍ୟ ନିଜତ୍ୱ ଏବଂ ବିକଳ୍ପ ହେବା ପାଇଁ ପ୍ରସ୍ତାବ ଦେଇଥିଲେ ଯେ ଅତୁଳନୀୟ ଅନୁଗ୍ରହ ମାଧ୍ୟମରେ ମନୁଷ୍ୟକୁ ଆଉ ଏକ ପରୀକ୍ଷା, ଯାହା ଆମେ ଦେଉଛୁ ଦ୍ୱିତୀୟ ପରୀକ୍ଷା ପାଇବା ଉଚିତ, ଯାହା ଆଦମ ଏବଂ ହବାଙ୍କ ଅଭିଜ୍ଞାତକୁ ଏକ ଚେତାବନୀ ଭାବରେ ଗ୍ରହଣ କରି ହେବ ଯେପରି ସେମାନେ କରିଥିଲେ। ଏବଂ ଯେହେତୁ ମନୁଷ୍ୟ ସୂର୍ଯ୍ୟ କିରଣ ଏବଂ ଖାଦ୍ୟର ଦାନରେ ପରମେଶ୍ୱରଙ୍କ ଆଶୀର୍ବାଦ ଉପଭୋଗ କରେ, ତେଣୁ ମନୁଷ୍ୟର ପକ୍ଷରେ ପରମେଶ୍ୱରଙ୍କ ସମ୍ମୁଖରେ କୃତଜ୍ଞତା ସହକାରେ ଉନ୍ନତ ହେବା ଆବଶ୍ୟକ ଯେ ସମସ୍ତ ଜିନିଷ ପରମେଶ୍ୱରଙ୍କ ଠାରୁ ଆସେ। ଯାହା ତାଙ୍କୁ ଫେରସ୍ତ କରାଯାଏ ତାହା କେବଳ ତାଙ୍କର ନିଜର ଯିଏ ଏହାକୁ ଦେଇଅଛନ୍ତି। ବନ୍ଧୁ, ମଣିଷ ପରମେଶ୍ୱରଙ୍କ ନିୟମ ଭାଙ୍ଗିଛି, ଉଲ୍ଲଂଘନ କରିଛି ଏବଂ ମୁକ୍ତିଦାତାଙ୍କ ମାଧ୍ୟମରେ ନୂତନ ପ୍ରତିଶ୍ରୁତି ଭିନ୍ନ ଆଧାରରେ ଦିଆଯାଇଥିଲା। ସମସ୍ତ ଆଶୀର୍ବାଦ ଜଣେ ମଧ୍ୟସ୍ଥଙ୍କ ମାଧ୍ୟମରେ ଆସିବା ଆବଶ୍ୟକତା ବର୍ତ୍ତମାନ ମାନବ ପରିବାରର ପ୍ରତ୍ୟେକ ସଦସ୍ୟକୁ ସମ୍ପୂର୍ଣ୍ଣ ଭାବରେ ଖ୍ରୀଷ୍ଟଙ୍କ ହାତରେ ଦିଆଯାଇଛି ଏବଂ ଆମର ଯାହା କିଛି ଅଛି, ତାହା ଟଙ୍କା, ଘର, ଜମି, ଯୁକ୍ତି ଶକ୍ତି, ଶାରୀରିକ ଶକ୍ତି, ବୌଦ୍ଧିକ ପ୍ରତିଭାବ, ଦାନ ହେଉ, ଯାହା ବି ହେଉ, ଏହି ବର୍ତ୍ତମାନର ଜୀବନରେ ଏବଂ ଭବିଷ୍ୟତ ଜୀବନରେ ଏହା ହେଉଛି ଆଶୀର୍ବାଦ। ଈଶ୍ୱରଙ୍କ ଭଣ୍ଡାର ଭାବରେ ଆମ ଅଧିକାରରେ ରଖାଯାଇଅଛି, ଯାହା ବିଶ୍ୱସ୍ତ ଭାବରେ ମନୁଷ୍ୟର ହିତ ପାଇଁ ଖର୍ଚ୍ଚ କରାଯାଇଛି। ପ୍ରତ୍ୟେକ ଦାନ କୃଷରେ ମୋହର ଲଗାଯାଇଛି ଏବଂ ଯୀଶୁଖ୍ରୀଷ୍ଟଙ୍କ ପ୍ରତିଛବି ଏବଂ ଶୀର୍ଷଲେଖ ବହନ କରିଛି। ସମସ୍ତ ଜିନିଷ ପରମେଶ୍ୱରଙ୍କ ଠାରୁ ଆସିଛି, ଯାହା ମୁଁ କହିସାରିଛି। କ୍ଷୁଦ୍ରତମ ଲାଭ ଠାରୁ ଆରମ୍ଭ କରି ସର୍ବବୃହତ ଆଶୀର୍ବାଦ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଠାରୁ ହିଁ ଆସେ। ସମସ୍ତ ଗୋଟିଏ ପଥ ହେଉଛି ସେହି ପ୍ରବାହିତ। ବନ୍ଧୁ, ବର୍ତ୍ତମାନ କୌଣସି ଆତ୍ମାର ପରମେଶ୍ୱରଙ୍କୁ ଏପରି କିଛି ଦେଇପାରିବ ନାହିଁ ଯାହା ପୂର୍ବରୁ ତାଙ୍କର ନୁହେଁ। ଏହା ମନେ ରଖନ୍ତୁ ବନ୍ଧୁ, ସମସ୍ତ ଜିନିଷ ପରମେଶ୍ୱରଙ୍କ ଠାରୁ ହିଁ ଆସେ, ଆମଠାରୁ କିଛି ନୁହଁ, ଆମର କିଛି ନୁହଁ। ଆମେ ତାହାଙ୍କୁ କଣ ଦେଇପାରିବା? ଏହିପରି ପ୍ରଥମ ବର୍ଷ ବୋଲି 29:14 ଆମେ ଦେଖୁଅଛୁ। ଆମେ ଯେଉଁଠାରେ ଯାଉ ଲୋକଙ୍କ ସମ୍ମୁଖରେ ଏହା ରଖିବାକୁ ପଡ଼ିବ ଯେ ଆମର କିଛି ନାହିଁ, ମୂଲ୍ୟରେ, କାମରେ, ବିଶ୍ୱାସରେ କିଛି ଦେଇପାରିବା ନାହିଁ, ଯାହା ଆମେ ପ୍ରଥମେ ପରମେଶ୍ୱରଙ୍କ ଠାରୁ ପାଇଛୁ ନାହୁଁ ଏବଂ ଯାହା ଉପରେ ସେ ଯେକୌଣସି ସମୟରେ ତାଙ୍କ ହାତ ରଖି କହିପାରିବେ, ସେଗୁଡ଼ିକର ମୋର ଦାନ ଏବଂ ଆଶୀର୍ବାଦ ଏବଂ ଦାନ ମୁଁ ତୁମକୁ ସମର୍ପଣ କରୁଛି, ନିଜକୁ ସମୃଦ୍ଧ କରିବା ପାଇଁ ନୁହେଁ, ବରଂ ଜଗତର ଲାଭ ପାଇଁ, ଜ୍ଞାନ ଉନ୍ନତି ପାଇଁ। ଏହିପରି ଆମେ ଦେଖୁଛୁ କି ପରମେଶ୍ୱର ସବୁ ଆମମାନଙ୍କୁ ଦେଇଛନ୍ତି, ଯେପରିକି ଆମେ ତାଙ୍କ ପାଇଁ ଜଗତକୁ ତାଙ୍କର ଜୀବନ ବିଷୟରେ ପ୍ରଦର୍ଶନ କରିପାରିବା ଆଉ ତାଙ୍କ ପ୍ରେମ ବିଷୟରେ ଆମେ କହିପାରିବା। ଏଥିଯୋଗୁଁ ପ୍ରିୟ ବନ୍ଧୁ, ଚାଲନ୍ତୁ ଯେଉଁ ପ୍ରଭୁ ଆମମାନଙ୍କ ପାଇଁ ନିଜ ଜୀବନ ଦାନ ଦେଲେ, ସେହି ପ୍ରଭୁ ସେହି ସମୟରେ ସେହି ଇସ୍ରାଏଲ ପ୍ରଜାମାନଙ୍କୁ ଦ୍ୱିତୀୟ ସର୍ବୋତ୍ତମ ବିକଳ୍ପ, ମାନେ ଯେଉଁ ବିକଳ୍ପରେ, ଯେଉଁ ପ୍ରଥମ ବିକଳ୍ପରେ ସେମାନେ ହରାଇଥିଲେ, ସେମାନଙ୍କୁ ଦ୍ୱିତୀୟ ବିକଳ୍ପ ଦେଲେ ଆଉ ଯାହା ଦ୍ୱାରା ତାଙ୍କ ପ୍ରେମକୁ ସେ ପ୍ରକାଶ କଲେ। ବନ୍ଧୁ, ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା।
हे आम्मानक सर्वशक्त सर्वज्ञानी प्रेमर सागर दयामय अंतर्जमी अनुग्रह परम पिता धन्यवाद करुछु वर्तमान जो सबस को पाठ में पढ़िलु शिखिलु यह मन रखा आमको आशीर्वाद कर बुद्धि ज्ञान आम को आग को बढ़ाई नि विशेष भाव में पवित्र आत्मा द्वारा आम को परिचालन कर शत्रु शैतान हाथ आम को रक्षा रख आ परिशेष जेबे तुम्हें सही सहस्र दूतों आसबे अपना दास मान को संग्रह करने से आम को एक पाशुपान बोली प्राणकर्ता प्रभु यीशु मधुर मय नाम छोट विज्ञान शुणी ग्रहण कर आमेन।